ଦେଖନ୍ତୁ କଟକର ପରିଚୟ ହେଉଛି ବାରବାଟୀ ଦୁର୍ଗ। ଆପଣ ସୋସିଆଲ ମିଡିଆ ହଉ ଟେଲିଭିଜନ ହଉ ଯେକୌଣସି ଜାଗାରେ ଯେତେବେଳେ କଟକ ନାଁଟା ଉଠେ ସେତେବେଳେ କେବଳ ଛବି ଆସେ ବାରବାଟୀ ଦୁର୍ଗର। ତାମାନେ ସେଇଟା ହେଲା କଟକର ପରିଚୟ। ସେଇ ପରିଚୟଟା ଯଦି ଅନ୍ଧାରରେ ରହିବ ସେଇଟା ତ ଆଦୌ ଭଲ କଥା ନୁହେଁ। ଯେକୌଣସି ଲୋକ ଗୋଟେ ସାଧାରଣ ନିଜ ଘରଟିଏ କରୁଛି, ଘର ସାମ୍ନାରେ ଗୋଟେ ଛୋଟିଆ ବଲ୍ବଟିଏ ଲଗାଉଛି ରାତିରେ ଘରର ପରିଚୟ ପାଇଁ। ସେମିତି ଆମର ବାରବାଟୀ ଦୁର୍ଗ ଏତେ ବଡ଼ ପରିଚୟ। ସେଇଠି ଆଖପାଖରେ କେତେ ଜିନିଷ ଅଛି, ବାରବାଟୀ ଷ୍ଟାଡିୟମ ଅଛି, ଭିତରେ କଟକ କ୍ଲବ ଅଛି, ବିଭିନ୍ନ ଅଫିସର ମାନଙ୍କର ବଙ୍ଗଲୋ ଅଛି, ଗଡ଼ଚଣ୍ଡୀ ମନ୍ଦିର ଅଛି, ସେବାଟେ ପ୍ରବଳ ଭାବରେ ଲୋକ ଯାତାୟାତ କରୁଛନ୍ତି। ପାଖରେ ଇଣ୍ଡୋର ଷ୍ଟାଡିୟମ ଅଛି, କେତେ ଫଙ୍କସନ ହଉଛି। ସେଇଟା ଗୋଟେ ଅନ୍ଧାର କେମିତି ରହିବ? ତେଣୁକରି ବର୍ଷର 365 ଦିନ ସେଠି ଆଲୋକିତ ହବାର ବ୍ୟବସ୍ଥା କରିବା ନିହାତି ଦରକାର। ବାରବାଟୀ ଦୁର୍ଗକୁ ନେଇକିନା ଆଜି କଟକ ସହରର ଯୋଉ ଐତିହ୍ୟ ରହିଛି, ସେଇ ଐତିହ୍ୟ କଟକ ସହର ପରିଚୟ ହେଇଛି। ତେଣୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିବି ଆ ବିଷୟରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ବିଭିନ୍ନ ଯୋଉ ଅଛନ୍ତି ମାନେ ସରକାରୀ ଲେବଲରେ ମ୍ୟୁନିସିପାଲିଟି ହଉ RNB ହଉ ସମସ୍ତଙ୍କୁ ତାଙ୍କ ନଜରରେ ଆଣନ୍ତୁ, ଯେମିତି ତୁରନ୍ତ ସେଠି ଲାଇଟ୍ ଲାଗୁ ଏବଂ କଟକର ପରିଚୟ ତା ଅକ୍ଷୁଣ୍ଣ ରହୁ।